ଆପଣଙ୍କ ଘରେ ପ୍ରତ୍ୟହ ପାରିବାରିକ କଳହ ହେଉଛି କି? ବାପ ପୁଅ ମଧ୍ୟରେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ, ଭାଇ ଭାଇ ମଧ୍ୟରେ, ଭାଇ ଭଉଣୀ ମଧ୍ୟରେ ଏବଂ ନିଜ ଘର ଲୋକଠାରୁ ବାହାର ଲୋକ ମଧ୍ୟରେ ପାରିବାରିକ କଳହ କାହିଁକି ହୁଏ? ସେ ଭୁଲ ଆପଣଙ୍କ ବାସ୍ତୁରେ ଅଛି କି? ଚାଲନ୍ତୁ ଜାଣିବା ପାରିବାରିକ କଳହ କାହିଁକି ହୁଏ। ଜୟ ଜଗନ୍ନାଥ। ମୋ ବାସ୍ତୁବିତ୍ ଗଜେନ୍ଦ୍ର ପ୍ରସାଦ ଅଗସ୍ତ୍ୟ ଶର୍ମା। ଆପଣଙ୍କ ବାସ୍ତୁରେ ବା ଘରେ କାହିଁକି ପାରିବାରିକ କଳହ ଲାଗୁଛି? ତାର ମୁଖ୍ୟ ଯେ କିଏ କେଉଁ ଭୁଲ ପାଇଁ ଯେ ଆମ ଘରରେ ଯେ କଳହ ଲାଗୁଛି। କଳହ ଲାଗିବାର ମୁଖ୍ୟ ଥାଏ ଆପଣଙ୍କ ଦକ୍ଷିଣ ପୂର୍ବ ଅଗ୍ନିକୋଣ। ଯଦି ଅଗ୍ନିକୋଣରେ ଆପଣ ଏସବୁ ଭୁଲ କରିଥାନ୍ତି ବା ଭୁଲ ହେଇଛି, ତାହେଲେ ପାରିବାରିକ କଳହ ପାଇଁ ମୁଖ୍ୟ। ଘରେ ଆର୍ଥିକ ଅନାଟନ ଦେଖାଦେବା ଏବଂ ଘରର ମହିଳା ସଦସ୍ୟମାନେ ରୋଗରେ ପଡ଼ିବା। ଯଦି ଘରରେ ମା' ମାନେ ରୋଗକ୍ରାନ୍ତ ହେଉଛନ୍ତି, ସେ ମଧ୍ୟ ମୁଖ୍ୟ ଜିନିଷ ହେଉଛି ଆପଣଙ୍କର ଅଗ୍ନିକୋଣ, ଦକ୍ଷିଣ ପୂର୍ବ କୋଣ। ଅଗ୍ନିକୋଣର ଅଧିପତି ହେଲେ ଶୁକ୍ର। ଶୁକ୍ରଙ୍କର ଇଷ୍ଟ ଦେବୀ ମା କମଳା ଲକ୍ଷ୍ମୀ। ତେଣୁ ସେ ଦିଗ ଯଦି କୋଣରେ ଆମେ ଏତେ ଗୁଡ଼ିଏ ଭୁଲ କରିଦେଇଥିବା, ତାହେଲେ ପାରିବାରିକ କଳହ ହୁଏ, ଆର୍ଥିକ ଅନାଟନ ଲାଗିଥାଏ, ଚୋରି ଭୟ ମଧ୍ୟ ହୋଇଥାଏ, ମକଦ୍ଦମା ଭୟ ମଧ୍ୟ ହୋଇଥାଏ। ତେଣୁକରି ଆପଣ ଦେଖନ୍ତୁ ଏଇସବୁ ଭୁଲ ଅଗ୍ନିକୋଣରେ କରିଛନ୍ତି କି? ଅଗ୍ନିକୋଣ ଆପଣ ଘରର ଅଗ୍ନିକୋଣଟା ବଢ଼ି ଯାଇଥିବ। ପ୍ରଥମେ ଦେଖନ୍ତୁ ଅଗ୍ନିକୋଣ ଯେଉଁ ବଢ଼ିଗଲେ ମଧ୍ୟ ପାରିବାରିକ କଳହ ହୁଏ। ଅଗ୍ନିକୋଣରେ ଆପଣ କୌଣସି ଖାଲ ଖୋଲିଥିବେ, ସେ ଜାଗାରେ ପାଣି ଜମୁଥିବ। ଅଗ୍ନିକୋଣରେ ଆପଣ ପାଇଖାନାର ସେଫ୍ଟି ଟାଙ୍କି କରିଥିବେ। ଅଗ୍ନିକୋଣରେ ଆପଣ ପାଇଖାନା କରିଥିବେ। ଅଗ୍ନିକୋଣରେ ଆପଣ ସିଡ଼ି କରିଥିବେ ଏବଂ ଅଗ୍ନିକୋଣରେ ଆପଣ ଖତ ଗଦା ମଧ୍ୟ କରିଥିବେ। ଏସବୁ ଜିନିଷ ଯଦି ଅଗ୍ନିକୋଣରେ କରିଛନ୍ତି, ତାହେଲେ ଏହାର ସବୁ ଏଇ ଦୋଷ ସବୁ ଲାଗେ। ବିଶେଷ କରିକି ମା' ମାନେ ଦିନରେ 8 ଘଣ୍ଟା ଅଗ୍ନିକୋଣରେ ଥାନ୍ତି। ବ୍ୟସ୍ତ ମଧ୍ୟ କହେ, ପୂର୍ବେ ରାନ୍ଧିବ, ପଶ୍ଚିମେ ବାନ୍ଧିବ, ଉତ୍ତରେ ଥୋଇବ, ଦକ୍ଷିଣେ ଶୋଇବ। ତେଣୁକରି ପୂର୍ବ ଦକ୍ଷିଣ କୋଣ ହେଉଛି ଅଗ୍ନିକୋଣ। ଆପଣ ରୋଷେଇ କଲାବେଳେ ପୂର୍ବକୁ ମୁହଁକୁ ରୋଷେଇ କରିବା କଥା। ବହୁତ ମା' ମାନେ କରନ୍ତି ଦକ୍ଷିଣ ମୁହଁକୁ ରୋଷେଇ କରନ୍ତି। ସେ ଦକ୍ଷିଣକୁ ମୁହଁ କରି ଗଲେ ସେ ରୋଷେଇଟା ପ୍ରେତ ଉଦ୍ଦେଶ୍ୟ ହୋଇଥାଏ। ଯେମିତି ଖାଦ୍ୟ ସେମିତି ଭାବନା ଆସିଥାଏ। ତେଣୁକରି ଆପଣ ଯେମିତି ଖାଦ୍ୟ ଖାଇଲେ, ପ୍ରେତ ଆଡ଼ି ମୁହଁ କରି ଆପଣ ରୋଷେଇ କଲେ, ଖାଦ୍ୟଟା ପ୍ରେତ ଉପଯୋଗୀ ହୋଇଗଲା। ତେଣୁ ପରିବାର ସମସ୍ତେ ଖାଇଲେ କଳହ ତ ଲାଗିବ ହିଁ ଲାଗିବ। ପୁଣି ଅଗ୍ନିକୋଣରେ ଆମେ ଖାଲ କରିଥିବା, ଯଦି ଆମେ ପାଇଖାନା ଟାଙ୍କି କରିଥିବା, ଅଗ୍ନିକୋଣ ଲକ୍ଷ୍ମୀଙ୍କର ଜାଗା, ସେଠି ସୁଗନ୍ଧିତ କରିବା କଥା। ଆମେ ପାଇଖାନା ଟାଙ୍କିରେ ଦୁର୍ଗନ୍ଧିତ କରିବା, ତ ଲକ୍ଷ୍ମୀ ଅସନ୍ତୁଷ୍ଟ ହେଲେ ଧନ ହିଁ ଅଭାବ ହିଁ ରହିବ। କିଛି ଲୋକ ଅଛନ୍ତି ଅଗ୍ନିକୋଣରେ ତାଙ୍କର ବେସିନ୍ ପଏଣ୍ଟଟା ମଧ୍ୟ ରଖିଥାନ୍ତି। ଯଦି ଅଗ୍ନି ଆଉ ଜଳର ସମ୍ପର୍କ ଆଜୀବନ ଶତ୍ରୁତା, ଆମେ ଅଗ୍ନିକୋଣର ଜଳ ନେଇକି ତାକୁ ମଧ୍ୟ ଥୋଇଦେବା, ସିଏ ମଧ୍ୟ ପାରିବାରିକ କଳହ ଲାଗିଲା। ଏ ମଧ୍ୟ ଆହୁରି ଥାଏ ଯେ ବାହ୍ୟ ଲୋକଙ୍କ ସହିତ ମଧ୍ୟ କଳହ ହୋଇଥାଏ। ଘର ସଦସ୍ୟ ମଧ୍ୟ କଳହ ହୋଇଥାଏ, ମାନେ ବାହାରେ ଲୋକଙ୍କ ସହିତ କଳହ ହୋଇଥାଏ। ଯେ ଅଗ୍ନିକୋଣ ଦିଗ ହିସାବରେ ଐଶାନ୍ୟ ଅଗ୍ନି, ନୈಋତ୍ୟ ବାୟୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଐଶାନ୍ୟ କୋଣ କାହାର ନୁହଁ କି ଅଗ୍ନିକୋଣ କାହାର ନୁହଁ। ବାୟୁ କୋଣ ଏବଂ ନୈଋତ୍ୟ କୋଣ ଆମ ପାଇଁ ସମାନ ଭଲ ଫଳ ଦେଇପାରେ, ସ୍ଥିତି ଫଳ ଦେବେ। ଏ ଯଦି ଅଗ୍ନିକୋଣରେ ଅଗ୍ନିକି ସ୍ଥାପନ ନ କରିବା ଏବଂ ଐଶାନ୍ୟ କୋଣରେ ଠାକୁରଙ୍କୁ ସ୍ଥାପନ ନ କରିବା, ଏ ମଧ୍ୟ ବାସ୍ତୁ ପାଇଁ କଳହର ମୁଖ୍ୟ କାରଣ ଗୋଟେ ଥାଏ। ଆହୁରି ମଧ୍ୟ ଅଗ୍ନିକୋଣର ସିଢ଼ି କରିଥାନ୍ତି। ସିଢ଼ି କଲେ ଆମେ ଅଗ୍ନିକୋଣରେ ଅଧିପତି ରହିଲେ ମା କମଳା ଲକ୍ଷ୍ମୀ ଉପରେ ଚଢ଼ିଗଲେ ଆର୍ଥିକ ଅନାଟନ ମଧ୍ୟ ଦେଖାଯାଏ। ଚୋରି ଭୟ ମଧ୍ୟ କେତେକାଂଶରେ ସେ ଘରେ ମଧ୍ୟ ଦେଖାଯାଏ। ଏବଂ ମାଲି ମକଦ୍ଦମା ପର୍ଯ୍ୟନ୍ତ କଥା ମଧ୍ୟ ଯାଏ। କାହିଁକି? ପ୍ରତିକାର ଆମେ ଅଗ୍ନିକୋଣକୁ ସଫା ରଖିବା ଏବଂ ଯଦି ସେ ଭୁଲ କରିଛନ୍ତି ଅଗ୍ନିକୋଣରେ ଶୁକ୍ରଙ୍କର ଯନ୍ତ୍ର ସ୍ଥାପନା କରିବା, ଅଗ୍ନିକୋଣରେ ଭୀମସେନ କର୍ପୂର ସହିତ ଅରୁଆ ଚାଉଳ ମଧ୍ୟ ପ୍ରତ୍ୟେକ ଶୁକ୍ରବାର ଦିନ ସ୍ଥାପିତ କରିବା ଏବଂ ବାହାରେ ଯଦି ଲାଟ୍ରିନ୍ ଟାଙ୍କି ଫାଙ୍କି ଅଛି ସେଗୁଡ଼ା ମଧ୍ୟ ବନ୍ଦ କରିବା, ଅଗ୍ନିକୋଣକୁ ଉଚ୍ଚ କରିବା। ଯଦି ଅଗ୍ନିକୋଣ ବଢ଼ିଥିବ, ତାହେଲେ ଦକ୍ଷିଣ ପଟୁ ମଧ୍ୟ କମାଇ ଐଶାନ୍ୟ କୋଣ ଟିକେ ବଢ଼େଇ ପାରିଲେ ଭଲ ଫଳଦାୟୀ ହୋଇଥାଏ। ଅଗ୍ନିକୋଣକୁ ଯେତେ ଆପଣ ପରିଷ୍କାର ରଖିବେ, ସୁଷମ ରଖିବେ, ତାହେଲେ ଆପଣଙ୍କ ଘର ପାଇଁ ଲକ୍ଷ୍ମୀଙ୍କର ଆବିର୍ଭାବ ହେବ ଏବଂ ପାରିବାରିକ ମଧ୍ୟରେ କଳହ ମଧ୍ୟ ଦୂରେଇ ଯିବ।